ଭଲ ସ୍ୱାମୀର ଥାଏ ଏହିସବୁ ଲକ୍ଷଣ। ସ୍ତ୍ରୀର ରୂପ, ଆକୃତି କିମ୍ବା ରଙ୍ଗ ଯାହା ହେଉ, ଭଲ ସ୍ୱାମୀ ସଦା ସ୍ତ୍ରୀଙ୍କୁ ସମ୍ମାନ ଆଦର ସହ କଥା ହୁଏ। ପରସ୍ପର ସମ୍ମାନ, ଶିଷ୍ଟାଚାର ଏବଂ ଭଲ ଆଚରଣକୁ ଆଦର କରିବା ଭଲ ସ୍ୱାମୀର ସ୍ୱଭାବ। ସେ ସଦା କଥା ହେବାରେ ଶାନ୍ତ ଏବଂ ସ୍ୱଚ୍ଛବାନ ରୁହେ। ସତ୍ୟବାନ ଏବଂ ନିଷ୍ଠାବାନ ସ୍ୱାମୀ କେବେ ସ୍ତ୍ରୀଙ୍କୁ ଦୂରେଇ ରଖେ ନାହିଁ। ସେ ସଦା ସ୍ପଷ୍ଟ ଭାବରେ କଥା କହେ ଏବଂ ମିଛ କହି ସମ୍ପର୍କକୁ ଆସକ୍ତ କରେନି। ଯିଏ ନିଜ ସମ୍ପର୍କକୁ ମୂଲ୍ୟ ଦେଇଥାଏ ସେ କେବେ ନିଶାଦ୍ରବ୍ୟ ବ୍ୟବହାର କରେନି ଓ ଘରୋଇ ଶାନ୍ତିକୁ ଭଙ୍ଗ କରି ଝଗଡ଼ା ସୃଷ୍ଟି କରେନି। ଭଲ ସ୍ୱାମୀ ସ୍ତ୍ରୀଙ୍କ ଭରସାକୁ ଭାଙ୍ଗିବା ଦିଗରେ କେବେ ମଧ୍ୟ ଚାଲେନି। ସ୍ତ୍ରୀ ଦୁଃଖରେ ହେଉ କି ସୁଖରେ ଉତ୍ତମ ସ୍ୱାମୀ ସେହି ସମୟରେ ସାଥୀ ଭାବରେ ରୁହେ। ସେ ପରିସ୍ଥିତିକୁ ସାମ୍ନା କରିବାରେ ସହଯୋଗ କରେ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। କିଛି ଜାଣିବା କଥା। ପୃଥିବୀ ଠାରୁ ଭାରି କିଏ? ମାତା। ଆକାଶ ଠାରୁ ଉଚ୍ଚା କିଏ? ପିତା। ପବନ ଠାରୁ ତୀବ୍ର ଗତି କାହାର? ମନ। ମୃତ୍ୟୁର ନିକଟବର୍ତ୍ତୀ ବନ୍ଧୁ କିଏ? ଦାନ। ଜଗତକୁ କେଉଁ ବସ୍ତୁ ଢାଙ୍କିକି ରଖିଛି? ଜ୍ଞାନ। କଜଳ ଠାରୁ ବି ଅଧିକ କଳା କିଏ? କଳଙ୍କ। ଲୋକମାନଙ୍କ ଶ୍ରେଷ୍ଠ ଚିନ୍ତା କ'ଣ? ଈଶ୍ୱର ଚିନ୍ତା। ଲୋକମାନଙ୍କ ଶ୍ରେଷ୍ଠ ଜୀବନ କ'ଣ? ଆଦର୍ଶ ଜୀବନ। ଲୋକମାନଙ୍କ ଶ୍ରେଷ୍ଠ ଦାନ କ'ଣ? ଅନ୍ନଦାନ। ଲୋକମାନଙ୍କ ଶ୍ରେଷ୍ଠ ସେବା କ'ଣ? ଜୀବ ସେବା। ତିନୋଟି ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଯାହା କେବେ କରିବା ଉଚିତ ନୁହେଁ। ଅହଙ୍କାର, ଅତ୍ୟଧିକ ଆଶା, ଅନ୍ୟଙ୍କୁ ଅପମାନ। ଯାହାକୁ ଭାଙ୍ଗିବା ପରେ କରିବା ଦରକାର। ଉତ୍ତର ଦେବା, ପରାମର୍ଶ ଦେବା, ଋଣ ଦେବା କିମ୍ବା ନେବା। ଯାହା ସଦା ଯନ୍ତ୍ରଣା ଦେଇଥାଏ। ଧୋକା, ଦରିଦ୍ରତା, ପୁରୁଣା ସ୍ମୃତି। ଯାହାକୁ ସମସ୍ତେ ଭଲ ଲାଗିଥାଏ। ସ୍ନେହ ଓ ପ୍ରେମ, ସମ୍ପଦ, ସନ୍ତାନ। ଯାହାକୁ କେହି ନେଇପାରିବେ ନାହିଁ। ଶିକ୍ଷା ଓ ଜ୍ଞାନ, କୌଶଳ, ଉତ୍ତମ ଚରିତ୍ର। ସାଙ୍ଗମାନେ, ଗୋଟିଏ ପୁଅକୁ ଯଦି ତାର ଶ୍ୱଶୁର ଘର ଲୋକେ କିଛି ଖରାପ ବ୍ୟବହାର କରନ୍ତି, ସେ ପୁଅ ଆଉ ଶ୍ୱଶୁର ଘର ଯିବା ପାଇଁ ମନା କରିଦିଏ। ବେଳ ପଡ଼ିଲେ ନିଜ ପିଲାମାନଙ୍କୁ ମଧ୍ୟ ଆଉ ତା ଶ୍ୱଶୁର ଘରକୁ ଛାଡ଼େ ନାହିଁ। କିନ୍ତୁ ଗୋଟିଏ ଝିଅ କଥା ଥରେ ଭାବିଲେ, ତାର ଶାଶୁଘର ଲୋକେ ଯେମିତି ବ୍ୟବହାର କଲେ ବି ସେ ସବୁ ସହି ନିଜ ଘର ଭାବି ଚୁପ୍ ରହିଯାଏ। ଅବଶ୍ୟ ସବୁ ଝିଅ ସମାନ ନୁହନ୍ତି ଆଜ୍ଞା। କ'ଣ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।